ଅଦିନିଆ ବର୍ଷାରେ ହରଭଙ୍ଗା ବ୍ଲକର ସସରା ସହିତ ବିଭିନ୍ନ ଗ୍ରାମରେ ଭିଜିଲା ଧାନ ଚିନ୍ତାରେ ଚାଷୀ। ବିଳମ୍ବିତ ରାତିରୁ ଆଜି ସକାଳ 6ଟା ପର୍ଯ୍ୟନ୍ତ ହରଭଙ୍ଗା ବ୍ଲକର ସସରା ଗ୍ରାମ ସହିତ ବିଭିନ୍ନ ଗ୍ରାମରେ ଝିପିଝିପି ବର୍ଷାରେ ଭିଜିଲା ଧାନ ଚିନ୍ତାରେ ଚାଷୀ। ବିଲରେ ପଡ଼ି ରହିଛି ଅମଳ ଧାନ। ଆଉ କିଛିଦିନ ପରେ ଧାନ ଅମଳ କରି ଘରକୁ ନେଇଥାନ୍ତା ଚାଷୀ। କିନ୍ତୁ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା ଭାଙ୍ଗିଦେଲା ଚାଷୀମାନଙ୍କର ମେରୁଦଣ୍ଡ। ବର୍ଷାରେ ଭିଜିଲା ଧାନ। ଗୋଟିଏ ପଟେ ହରଭଙ୍ଗା ଓ ବୌଦ୍ଧ ବ୍ଲକରେ ମଣ୍ଡି ଖୋଲି ନଥିବା ବେଳେ ଅନ୍ୟପଟେ ଲଗାଣ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଉଛି। ଗତକାଲି ସନ୍ଧ୍ୟାଠାରୁ ବୌଦ୍ଧ ଜିଲ୍ଲାର 3ଟି ବ୍ଲକ ଯଥା ହରଭଙ୍ଗା, ବୌଦ୍ଧ, କଣ୍ଟାମାଳରେ ଝିପିଝିପି ବର୍ଷା ଲାଗି ରହିଛି, ଯାହାଫଳରେ ଅମଳ ଅପେକ୍ଷାରେ ଥିବା ଧାନ ବିଲରେ ପଡ଼ି ରହିଛି ବର୍ଷାରେ ଭିଜୁଛି। ସେପଟେ ମଣ୍ଡି ଖୋଲି ନଥିବାରୁ ଅମଳ ହୋଇଥିବା ଧାନ କେଉଁଠି ବିକ୍ରି କରିବେ ଚାଷୀ ତାକୁ ନେଇ ଏବେ ଚିନ୍ତାରେ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ସହିତ ସସରା, ରାମଗଡ଼, କରଡି, କୁସଙ୍ଗ ଆଦି ଅଞ୍ଚଳର ବିଭିନ୍ନ ଜମିରେ ହଜାର ହଜାର କ୍ୱିଣ୍ଟାଲ ଧାନ ଏବେ ବାହାରେ ପଡ଼ି ରହିଛି। ଅନ୍ୟପଟେ ଯଦି ଏଭଳି 3ରୁ 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରୁହେ ତେବେ ବିଲରେ ପଡ଼ିଥିବା ସମସ୍ତ ଧାନ ଗଜା ହେବା ସହ ଆର୍ଦ୍ରତା ଟାଣିବା କାରଣରୁ ଏଫ୍ଏକ୍ୟୁ ମାନର ଧାନ ମଣ୍ଡିରେ ଦେବାରେ ବିଫଳ ହେବେ ଚାଷୀ। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ବୋଲି ଚାଷୀ କୂଳର ଭିତ୍ତିରେ ଦାବି ହେଉଛି।